সেটা সিএনজি উইথ পেট্রোল। এটা ডিজেল ଥିଲା। এটা ডিজেল। আচ্ছা ସେଇটা ଆପଣଙ୍କର ସିଏନଜି ୱିଥ୍ পেট্ରୋଲ। ପେଟ୍ରୋଲ, ସେଇଟା ପେଟ୍ରୋଲରେ ଚାଲିବ। ପେଟ୍ରୋଲରେ ବି ଚାଲିବ। ଆଚ୍ଛା କେତେ କ'ଣ ମାଇଲେଜ ସାର୍ ସେଇଟା, ଯେହେତୁ ପେଟ୍ରୋଲରେ ଚାଲିବ ଟିକେ ଅଧିକ ଥିବ ନିହାତି ସାର୍? ମାଇଲେଜ ନାହିଁ, ସେଟା ସିଏନଜିରେ ଚାଲିବ 40ରୁ 45 କିଲୋମିଟର ଯିବ। ସିଏନଜିଟା? ହଁ। ଆଚ୍ଛା 1 କେଜିରେ ସେ 40 କିଲୋମିଟର। 1 କେଜି ଯଦି ଆପଣମାନେ ସିଏନଜି ପକାଉଛନ୍ତି ତାହେଲେ ଆପଣଙ୍କର 40ରୁ 45 କିଲୋମିଟର ମାଇଲେଜ ଦେଖେଇବ। ଆଉ ସାର୍ ପେଟ୍ରୋଲରେ ହେଲେ କେତେ ମାଇଲେଜ ଦେଖେଇବ ସେଇଟା? ହାଏ ହ୍ୟାଲୋ ନମସ୍କାର, ସ୍ୱାଗତ କରୁଛି ପୁଣି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆପଣମାନେ କେମିତି ଅଛନ୍ତି? ଆଶା କରିବି ଆପଣମାନେ ସମସ୍ତେ ଭଲରେ ଥିବେ। ତ ଦେଖନ୍ତୁ ଭାଇ, ଆପଣମାନେ ବହୁତ ସାରା ମାନେ କମେଣ୍ଟ କରିଥିଲେ ଯେ ଅଟୋ ବିଷୟରେ ଭିଡ଼ିଓ ଗୋଟେ ଆଣିବା ପାଇଁ। ତ ଖାସ୍ କରି ଆପଣମାନଙ୍କ ପାଇଁ ଆଉ ଗୋଟେ ଭିଡ଼ିଓ ମୁଁ ନେଇକି ଆସିଛି, ଯେଉଁଟାକି ନୂଆ ଅଟୋ ରହିବ। ଆଉ ଅଟୋର କେମିତି କ'ଣ ତାର ଫିଚର୍ କ'ଣ ରହିବ, ଆଉ କେତେ କ'ଣ ପ୍ରାଇସ୍ ରହିବ, ଡାଉନ୍ ପେମେଣ୍ଟ କେତେ କ'ଣ ଲାଗିବ, ତ ଭାଇଙ୍କ ଠାରୁ ସବୁ ଆମେ ଡିଟେଲ୍ସ ବୁଝିବା। ଯଦି ଆପଣ କୌଣସି ମାନେ ବିଜନେସ୍ ପାଇଁ ବିଜନେସ୍ ପ୍ରପୋଜାଲରେ ଯଦି ଅଟୋ ଚାହୁଁଛନ୍ତି ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ। ଆପଣଙ୍କର ଏଠି 3ଟା କଲର୍ର ଅଟୋ ରହିଛି ମଡ଼େଲର। ହଁ 3ଟା ମଡ଼େଲର ଅଟୋ ରହିଛି। ଏଇଟା ଗୋଟେ ଆପଣଙ୍କର ଦେଖନ୍ତୁ ଆଜ୍ଞା, এটা প্যাসেঞ্জার অটো, সেইটা ବି ଗୋଟେ ପ୍ୟାସେଞ୍ଜର ଅଟୋ। ଆଉ ଗୋଟେ ସେପଟେ ଦେଖନ୍ତୁ, ସେଇଟା ହେଉଛି ଆପଣଙ୍କର ଡାଲା ଅଟୋ। ମାନେ ଏଠି ପ୍ୟାସେଞ୍ଜର ଅଟୋ ମଧ୍ୟ ଦେଖିବା ଆଉ ଡାଲା ଅଟୋ ମଧ୍ୟ ଦେଖିବା। ତ ଚାଲନ୍ତୁ ଭିଡ଼ିଓଟିକୁ ସ୍କିପ୍ କରିବେନି, ପ୍ରଥମରୁ ଶେଷ ଯାଏ ନିଶ୍ଚୟ ଦେଖିବେ ଆଉ ସବୁ ଡିଟେଲ୍ସ ଜାଣିବେ। ଆଉ ଯଦି ଆପଣମାନେ ଏଇ ଜାଗାକୁ ଆସୁଛନ୍ତି ତାହେଲେ ନିଶ୍ଚୟ ନେଇକି ଯାଇପାରିବେ। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ତ ଏଇଟା ଦେଖନ୍ତୁ, ପ୍ରଥମେ ମୁଁ ଏଇ ଅଟୋର ଡିଟେଲ୍ସ ଆମେ ଜାଣିବା। ପ୍ରଥମେ ସାର୍ ଏପଟେ ଆସନ୍ତୁ, ଟିକେ କହିଦିଅନ୍ତୁ ଏଇ ଅଟୋ ଡିଟେଲ୍ସରେ ଟିକେ ଜଣାନ୍ତୁ ସାର୍। ଏଇଟା ପ୍ୟାସେଞ୍ଜର ଅଟୋର। এটা প্যাসেঞ্জার অটো, ডিজেল বালা না? ଡିଜେଲ ବାଲା? ଆଜ୍ଞା ଆସନ୍ତୁ, ଟିକେ ଉଚ୍ଚ ସ୍ୱରରେ କହିବେ ସାର୍ ଡିଟେଲ୍ସ। হ্যাঁ, এটা প্যাসেঞ্জার অটো, অটো ডিএক্স। ଆଜ୍ଞା এটা প্যাসেঞ্জার পরপস রয়েছে ହେଲା, ডিজেল ଆଜ୍ଞା ডিজେଲରେ ଚାଲିବ ହେଲା। ଆଚ୍ଛା ମାଇଲେଜ କେତେ କ'ଣ ରହୁଛି ସାର୍ ଗାଡ଼ିର? 36 କିଲୋମିଟର ଦେଖିବ ପାର ଲିଟର। ପାର ଲିଟରରେ 36 କିଲୋମିଟର। ଦେଖିବ। ଆଚ୍ଛା ହଁ। ଆଉ ଏଇଟା ଆମରନ୍ର ଆପଣଙ୍କର ବ୍ୟାଟେରୀ ଲାଗିଛି। ଆମରନ୍ର ଲାଗିଛି। ଆଜ୍ଞା ବେଷ୍ଟ କ୍ୱାଲିଟି ବ୍ୟାଟେରୀ ଦେଖନ୍ତୁ। ଆଉ ଆପଣଙ୍କର ଦେଖନ୍ତୁ ଆଉ ଗୋଟେ ଚକ ମଧ୍ୟ ଏକ୍ସଟ୍ରା ଥାଏ ସବୁ ଅଟୋରେ। ଷ୍ଟେପିନ୍ ଗୋଟେ ଦେଖନ୍ତୁ ଏକ୍ସଟ୍ରା ଦେଇଛି। ଆଉ ବାକି ଏଠି ଭିତରେ ମୁଁ ଦେଖେଇ ଦେଉଛି। ଏଇଟା ସେଲ୍ଫ ଷ୍ଟାର୍ଟ ନା ସାର୍? ସେଲ୍ଫ ଷ୍ଟାର୍ଟ ଦେଖନ୍ତୁ ଆପଣଙ୍କର ଭିତରର। ଆଜ୍ଞା ଆଜ୍ଞା ହଁ ଏଇଟା ଦେଖନ୍ତୁ, ଏପଟ ବି ମଧ୍ୟ ଦେଖନ୍ତୁ। ଏଇଟା କ'ଣ ସାର୍? ଏଇଟା ତେଲ ଢାଳନ୍ତି ଡିଜେଲ। କେତେ କ'ଣ କାପାସିଟି ଡିଜେଲର? କେତେ ଲିଟର ଧରା ଏଇଠି? 10.5 ଲିଟର ଡିଜେଲ ଧରିବ। ମାନେ ଥରେ ଆମେ 10.5 ଲିଟର ଭରାଇ ପାରିବା। ଆଉ ଏଇଭଳିଆ କଣ୍ଡିସନ୍ ଦେଖନ୍ତୁ। ପଛ ବ୍ୟାକ୍ ସାଇଡ଼୍ ମୁଁ ମଧ୍ୟ ଦେଖେଇ ଦେଉଛି। ଏଇଟା ଦେଖନ୍ତୁ, ଏଇଠି ଦେଖନ୍ତୁ, ଏଇଟା ହେଉଛି ଆପଣଙ୍କର ପ୍ୟାସେଞ୍ଜର ଅଟୋ ଦେଖନ୍ତୁ। ଏଇଠି ଚାହିଁଲେ ଆପଣମାନେ ସିଟ୍ ମଧ୍ୟ ଲଗାଇ ପାରିବେ। ଆଉ ନଚେତ ଯଦି ନ ଲଗାଇବେ ଏଠି ଆପଣଙ୍କର ଯେଉଁ ପ୍ୟାସେଞ୍ଜର ରହିବେ ତାଙ୍କର ସାମାନ ପତ୍ର ଆପଣମାନେ ରଖିପାରିବେ। ଦେଖନ୍ତୁ এটা ফোল্ডিং ବି ହେବ ହେଲା। ଆଚ୍ଛା ଏଇଟା ଫୋଲ୍ଡିଂ ହେଇଯିବ। ଆଜ୍ଞା ମାନେ ଡାଲା ଅଟୋ ଭଳିଆ ମାନେ କାମ ବି କରିପାରିବେ। ଦେଖନ୍ତୁ ସାମାନ ରଖିପାରିବେ, ପୁଣି ଓହ୍ଲେଇ ସାରିଲା ପରେ ଆପଣଙ୍କର ପ୍ୟାସେଞ୍ଜର ଅଟୋ ହେଇଯିବ। ଆଜ୍ଞା ଆଉ ଦେଖନ୍ତୁ ବଢ଼ିଆ କ୍ୱାଲିଟିର ଅଛି। ବର୍ତ୍ତମାନ ନୂଆ ଆସିଛି, ଏଇଟା ନୂଆ ଲଞ୍ଚ ହେଇଛି, ନୂଆ ମଡ଼େଲ ନା? ଦେଖନ୍ତୁ ନୂଆ ମଡ଼େଲର ଅଛି। ଆଚ୍ଛା ସାର୍ ଏଇଟା କେତେ କ'ଣ ଡାଉନ୍ ପେମେଣ୍ଟ ଲାଗିବ ସାର୍? ଡାଉନ୍ ପେମେଣ୍ଟ କେତେ କ'ଣ ଲାଗିବ? ତ ଦେଖନ୍ତୁ ମାନେ ଦେଖନ୍ତୁ ସାର୍ ଆଜ୍ଞା ଡାଉନ୍ ପେମେଣ୍ଟ 30,000 ଧରିକି ଆସିଲେ ଗାଡ଼ି ନେଇକି ଯାଇପାରିବେ ହେଲା। ଆଚ୍ଛା ଦେଖନ୍ତୁ ଗାଇଜ୍, ସାର୍ ଆମର କହିଲେ ଡାଉନ୍ ପେମେଣ୍ଟ ମାତ୍ର ଆପଣଙ୍କର ବାଇକ୍ କିଣିବାର ସମାନ। ଆଜ୍ଞା 30,000ରୁ 33,000 ଯଦି ଡାଉନ୍ ପେମେଣ୍ଟ ନେଇକି ଆସିବେ ତାହେଲେ ଗାଡ଼ିଟିକୁ ଗୋଟେ ଦିନରେ ଡେଲିଭରି ହେଇଯିବ ସାର୍? ଆଚ୍ଛା ଆଚ୍ଛା ଗୋଟେ ଦିନରେ ହେଇଯିବ। ଆଜ୍ଞା ତ ଦେଖନ୍ତୁ, ଯଦି ଆପଣମାନେ ଡାଉନ୍ ପେମେଣ୍ଟ ଦେଇକି ନେବା ପାଇଁ ଚାହୁଁଛନ୍ତି ତାହେଲେ 30ରୁ 33,000 ଯଦି ଦେବେ ତାହେଲେ ପ୍ୟାସେଞ୍ଜର ଅଟୋଟିକୁ ନେଇକି ଯାଇପାରିବେ ହେଲା। ଆଜ୍ଞା
ଆଉ ଗୋଟେ ଦେଖନ୍ତୁ ସେପଟେ ଏଇ ପ୍ୟାସେଞ୍ଜର ଅଟୋ ଏଇ ପ୍ୟାସେଞ୍ଜର ଅଟୋ ଅଛି ସେଟା କିନ୍ତୁ ତାର ଫିଚର କ'ଣ ଅଛି ତାର ସାର୍? ଫ୍ୟୁଚର ଗ୍ୟାସ୍ ୱିଥ୍ ପେଟ୍ରୋଲ ହେଲା ଗ୍ୟାସ୍ ଆଚ୍ଛା ଗ୍ୟାସ୍ ପେଟ୍ରୋଲ ଗ୍ୟାସ୍ 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 ଗ୍ୟାସ୍ରେ ପେଟ୍ରୋଲ ଚାଲିବ ହଁ ଏମର୍ଜେନ୍ସି ପାଇଁ ଗ୍ୟାସ୍ ନା petrol- ସାର୍ ଇଏଟା ଏଇ ଯେଉଁ ଗ୍ୟାସ୍, ଗ୍ୟାସ୍। ସିଏନ୍ଜି ଗ୍ୟାସ୍ ହଁ ଗ୍ୟାସ୍ ସେଇ ସିଲିଣ୍ଡର ସେଇ CNG? ସିଏନ୍ଜି ଗ୍ୟାସ୍ ହଁ ଆଜ୍ଞା CNG ତ ଯୋଉ- ଦେଖନ୍ତୁ ଗାଇଜ୍ ସେଇଟା ଆପଣଙ୍କର CNG ପେଟ୍ରୋଲ ନା ଡିଜେଲ ଡିଜେଲ ସେଟା ସିଏନ୍ଜି ୱିଥ୍ ପେଟ୍ରୋଲ ଏଇଟା ଡିଜେଲ ଥିଲା ଏଟା ଡିଜେଲ ଆଚ୍ଛା ସେଇଟା ଆପଣଙ୍କର ସିଏନ୍ଜି ୱିଥ୍ ପେଟ୍ରୋଲ ପେଟ୍ରୋଲ ସେଇଟା ପେଟ୍ରୋଲରେ ଚାଲିବ ପେଟ୍ରୋଲରେ ବି ଚାଲିବ ଆଚ୍ଛା କେତେ କ'ଣ ମାଇଲେଜ ସାର୍ ସେଇଟା ଯେହେତୁ ପେଟ୍ରୋଲରେ ଚାଲିବ ଟିକେ ଅଧିକ ଥିବ ନିହାତି ସାର୍ ମାଇଲେଜ ନାହିଁ ସେଟା ସିଏନ୍ଜିରେ ଚାଲିବ 40ରୁ 45 କିଲୋମିଟର CNG ଟା? ହଁ ଆଚ୍ଛା 1 କେଜିରେ ସେ 40 କିଲୋମିଟର 1 କେଜି ଯଦି ଆପଣମାନେ ସିଏନ୍ଜି ପକାଉଛନ୍ତି ତାହେଲେ ଆପଣଙ୍କର 40ରୁ 45 କିଲୋମିଟର ମାଇଲେଜ ଦେଖେଇବ ଆଉ ସାର୍ ପେଟ୍ରୋଲରେ ହେଲେ କେତେ ମାଇଲେଜ ଦେଖେଇବ ସେଇଟା ପେଟ୍ରୋଲରେ ସେଇ 25 ଆଡ଼େ ଦେଖେଇବ 25 ଆଚ୍ଛା ପେଟ୍ରୋଲରେ ଆପଣ Emergency ପାଇଁ ଖାଲି ପେଟ୍ରୋଲ ଅଛି ଆଜ୍ଞା। ଧରନ୍ତୁ ଗ୍ୟାସ୍ କୋଉଠି ସରିଗଲା ସରିଗଲା ତାହେଲେ ପେଟ୍ରୋଲ ଢାଳିକି ମଧ୍ୟ ଆପଣମାନେ ରନିଂ କରିପାରିବେ ଆଚ୍ଛା ତ ସେଇଟା ବର୍ତ୍ତମାନ ନୂଆ ଇଏ ହେଇଛି ତ ସାର୍ ସିଏନ୍ଜିଟା କେଉଁଠି ଲାଗିଛି ଟିକେ ଦେଖେଇ ପାରିବେ ଆସନ୍ତୁ ଟିକେ ଦେଖେଇ ଦିଅନ୍ତୁ କେଉଁ ସାଇଡ଼ରେ ଲାଗିଛି ସାର୍ ଟିକେ ଦେଖେଇ ଦିଅନ୍ତୁ ତ ଗାଈ ଦେଖନ୍ତୁ ପୁରୁଣା ମଡ଼େଲରେ ଆପଣଙ୍କର ଅଟୋରେ ଖାଲି ପେଟ୍ରୋଲ କିମ୍ବା ଡିଜେଲରେ ଚାଲୁଥିଲା ଡିଜେଲରେ ଚାଲୁଥିଲା ବର୍ତ୍ତମାନ ନ୍ୟୁ ମଡ଼େଲ ଯେହେତୁ ଆସିଛି ବର୍ତ୍ତମାନ ଆଉ କିଛି ଆଡ଼୍ କରିଦେଇଛି ଯେଉଁଟାକି ବର୍ତ୍ତମାନ କାରରେ କି ଯେକୌଣସି ଇଏରେ ସିଏନ୍ଜି ଲାଗୁଛି ବର୍ତ୍ତମାନ ଅଟୋରେ ମଧ୍ୟ ସିଏନ୍ଜି କନେକ୍ସନ୍ କରିଦେଇଛି ଏଇଟା ଦେଖନ୍ତୁ ଆପଣଙ୍କର ଲେଖା ହେଇଛି ସିଏନ୍ଜିର ଆଚ୍ଛା କେଉଁଠି ସାର୍ ଟିକେ ଦେଖେଇ ପାରିବେ କି ସିଏନ୍ଜି କେଉଁଠି କନେକ୍ସନ୍ ହେଇଛି ସାର୍ ଆମର ଦେଖାଉଛନ୍ତି ଏଇଠି ଆଜ୍ଞା ଟିକେ ଦେଖେଇବେ ସାର୍ ସିଏନ୍ଜି ଦେଖିବା ଟିକେ ଯାହା ହଉ ଫ୍ୟୁଚର୍ଟା ବହୁତ ବଢ଼ିଆ ବର୍ତ୍ତମାନ ଇଏରେ ଦେଖନ୍ତୁ ଏଇଟା ଦେଖନ୍ତୁ ନହେଲେ ଆପଣମାନେ ବିଶ୍ୱାସ କରିବେନି ଏଇଟା ଦେଖନ୍ତୁ ପେଟ୍ରୋଲ ୱିଥ୍ ସିଏନ୍ଜି ମାନେ ଯେକୌଣସି ଆପଣମାନେ କେତେଟା ସିଏନ୍ଜି ଲାଗିଛି ସାର୍ ଦୁଇଟା ଲାଗିଛି ଦୁଇଟା ଟାଙ୍କି ତ ଦେଖନ୍ତୁ ଡବଲ ଟାଙ୍କି ଲାଗିଛି ସିଏନ୍ଜିର ଆପଣଙ୍କର ପେଟ୍ରୋଲରେ ମଧ୍ୟ ଚାଲିବ ଆଉ ତା ୱିଥ୍ ମାନେ ସିଏନ୍ଜିରେ ବି ଚଲେଇ ପାରିବେ ଦୁଇ ପ୍ରକାର ଆପଣଙ୍କର ଅପସନ୍ ଦେଇଛି ଆପଣଙ୍କର ଯେଉଁଟା ଚଏସ୍ ସେଇଟା ତ ୟାର ପ୍ରାଇସ୍ ସାର୍ କେତେ କ'ଣ ଟିକେ ଡିଫରେଣ୍ଟ ରହିବ କି ଏଇ ଇଏର ସହିତ ଟିକେ ଅଲଗା ପ୍ରାଇସ୍ ରହିବ ନା ନାଇଁ କିଛି କମ୍ ବେଶୀ ରହିବ ନା ପ୍ରାଇସ୍ ତ ବର୍ତ୍ତମାନ ଲାଷ୍ଟରେ କହିବା ଆଜ୍ଞା ଆଜ୍ଞା ଟିକେ ଅଧିକ ରହିବ ନା ସିଏନ୍ଜିଟା ପ୍ରାଇସ୍ଟା ଟିକେ ଅଧିକ ରହିବ ନା ୟାର ସିଏନ୍ଜି ବାଲା ଟିକେ କମ୍ ତ ଏଇଟା ଯେଉଁ ଦେଖୁଥିଲେ ମାନେ ଡିଜେଲର ଇଏଟା ଆଉ ସିଏନ୍ଜି ଯଦି ଆପଣ ନେବେ ସିଏନ୍ଜି ୱିଥ୍ ପେଟ୍ରୋଲର ମାନେ ଅଟୋ ନେବେ ତାହେଲେ ସେଇଟା ଆପଣଙ୍କର ପଡ଼ିବ ମାନେ ଏଇ ଅଟୋରୁ ସେଇଟା ଟିକେ କମ୍ ପ୍ରାଇସ୍ରେ ପଡ଼ିବ ହେଲା ଆଉ ଏଇଟା ବି କେତେ 30,000 ଡାଉନ୍ ପେମେଣ୍ଟ ଦେଲେ ହେଇଯିବ ନା ଆଜ୍ଞା ତ ଦେଖନ୍ତୁ ସେଇଟା ବି ଆପଣଙ୍କର 30,000 ଯଦି ଆପଣ ଡାଉନ୍ ପେମେଣ୍ଟ ଦେବେ ତାହେଲେ ଗୋଟେ ଦିନରେ ଆରାମସେ ଘରକୁ ନେଇକି ଯାଇପାରିବେ ଆଉ ଡାଲା ଅଟୋ ଟିକେ ସାର୍ ଦେଖିଦେବା ଆସନ୍ତୁ এইটা হচ্ছে আপনার ডালা অটো দেখুন হলা বড় অছি ডালাটা মধ্যে কেতে কেতে বাই কেতে অছি স্যার ডালাটা 5.5 বাই 6 বড় অছি স্যার 6 ফুট বাই 5 ফুট ଅଛି 6 ফুট বাই 5 ফুট এটা ডিজেল না পেট্রোল এটা ডিজেল ডিজেল মাইলেজ কেতে রইব স্যার যেহেতু এটা ডালাটা এটা ବି ସେଇ 30-32 30-32 মানে মাইলেজ ভালো ଅଛି অবশ্য ଆଜ୍ଞା ଏଇଟା ଦେଖନ୍ତୁ ଏଠି ଆପଣଙ୍କର ଭିତରେ ଲକ୍ ହେଇଛି ବୋଧେ ହଁ ଲକ୍ ହେଇନି ଖୋଲା ଅଛି ଦେଖନ୍ତୁ ଆଜ୍ଞା ସ୍ପେସ୍ ତ ବହୁତ ବଡ଼ ସ୍ପେସ୍ ଅଛି ହେଲା ଆଉ ଏଠି ଆପଣଙ୍କର ସେଲ୍ଫ ସାର୍ ସେଲ୍ଫ ନା ଆଜ୍ଞା ସେଲ୍ଫ ଷ୍ଟାର୍ଟ ଅଛି ଆପଣ ଏଇଟା ବି ସାର୍ ସେଇ 30,000 ଡାଉନ୍ ପେମେଣ୍ଟ ଦେଲେ ମିଳିଯିବ ନା ଆଚ୍ଛା ତ ଦେଖନ୍ତୁ ମୁଁ ଫାଇନାଲି ଆଜି ଆପଣଙ୍କୁ ତିନିଟା ଅଟୋ ଦେଖେଇଲି ଯେଉଁଟାକି ଆପଣଙ୍କର ପ୍ରଥମଟା ଦେଖନ୍ତୁ ବ୍ଲାକ୍ କଲର୍ ଯେଉଁଟା ରହିଛି এইটা ହେଉଛି ଆପଣଙ୍କର କେବଳ ଡିଜେଲରେ ଚାଲିବ
ଡିଜେଲରେ ଚାଲିବ। ଆଉ ଯେଉଁଟା ସେକେଣ୍ଡର ପ୍ୟାସେଞ୍ଜର ଅଟୋ ସେଇଟା ଆପଣଙ୍କର CNG ୱିଥ୍ ପେଟ୍ରୋଲ ସେଇଟା। ତାପରେ ଥାର୍ଡ଼ରେ ଆପଣଙ୍କର ରହିଛି ଇଏ ଡାଲା ଅଟୋ ଆପଣଙ୍କୁ ଦେଖେଇଲି। ଆଉ ଯେକୌଣସି ଅଟୋ ନେଲେ ବି ଆପଣଙ୍କର ମାତ୍ର 30,000 ଯଦି ଡାଉନ୍ ପେମେଣ୍ଟ ଦିଅନ୍ତି ତାହେଲେ ଆପଣମାନେ ନେଇକି ଯାଇପାରିବେ। ଆଚ୍ଛା ସାର୍ ଆଡ୍ରେସଟା କ'ଣ କହିଦିଅନ୍ତୁ ଟିକେ ଏଇଠିକାର ଯଦି କେହି କଷ୍ଟମର ଆସନ୍ତି। ଏଇଟା ଆପେ ସୋରୁମ୍ ଗଢ଼, ଯେଉଁଟାକି ଆପଣଙ୍କର ରାୟରଙ୍ଗପୁର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ପଡ଼ୁଛି। ଆଉ ସାର୍ କଣ୍ଟାକ୍ଟ ନମ୍ବର ଟିକେ ଦେଇପାରିବେ କି କେମିତି କ'ଣ ଯଦି ଆସିବେ ତାହେଲେ ମୋବାଇଲ ନମ୍ବରଟା? ଆଜ୍ଞା କୁହନ୍ତୁ ନା। 99 38 32 4040। ଯଦି ହଁ ଯଦି ଯେକୌଣସି ଭାଇମାନେ ଆପଣମାନେ ଯଦି ଅଟୋ ନେବା ପାଇଁ ଚାହୁଁଥିବେ ତାହେଲେ ଏଇ ନମ୍ବରରେ ଆପଣମାନେ କଣ୍ଟାକ୍ଟ କରିକି ଆସିପାରିବେ ହେଲା। ଆଉ ପ୍ରାଇସ୍ଟା ଆମେ କହୁନାହିଁ ଏଥିପାଇଁ କାହିଁକିନା ଦେଖନ୍ତୁ ସବୁ ଜାଗାରେ ଅଲଗା ଅଲଗା ପ୍ରାଇସ୍ ଥାଏ, କିଛି କମ୍ ବେଶୀ ମାନେ ଯାହା ହଉ କିଛି ଡିଫରେଣ୍ଟ ରହିଥାଏ। ତେଣୁକରି ପ୍ରାଇସ୍ଟା କହିହେବ ନାହିଁ। ଯଦି ଆପଣମାନେ ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ସାର୍ ଯେଉଁ ଆମର ନମ୍ବରଟା ଦେଲେ ସେଇ ନମ୍ବର ଆପଣମାନେ କଣ୍ଟାକ୍ଟ କରିପାରିବେ। ଆଉ ବିଶେଷ କରି ଆପଣମାନେ କେଉଁ ଏରିଆରୁ ଦେଖୁଛନ୍ତି ଭିଡ଼ିଓଟା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ ହେଲା। ତ ଆଜି ପାଇଁ ଭିଡ଼ିଓଟା ଏଠି ରଖୁଛୁ। ଦେଖା ହେବା ଆଉ ଗୋଟେ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।